ଯେମିତିକି ଆପଣମାନେ ପୂର୍ବ ବ୍ଲଗ୍ରେ ଦେଖିଥିଲେ ଆମେ ହସ୍ପିଟାଲରୁ ସିଧା ପଳେଇ ଆସିଥିଲୁ ଅନୁଗୁଳ ମାର୍କେଟକୁ ଲକ୍ଷ୍ମୀ ପୂଜା ଦେଖିବା ପାଇଁ। ଯେହେତୁ ଦିନର ଭ୍ୟୁଟା ସେତେ ଭଲ ଲାଗିବନି ତ ଆମେ ସିଧା ପଳେଇ ଆସିଥିଲୁ ଟିକେ ରୋଡ୍ ସାଇଡ୍ କି ତ ବାପା ମାଆଙ୍କୁ ଟିକେ ଅପେକ୍ଷା କରିଥିଲୁ। କହିଥିଲୁ କି ଟିକେ ଆସିବା ପାଇଁ ସେମାନଙ୍କୁ ତ ସେମାନେ ଆସିବା ପରେ ଆମେ ଟିକେ ଗୁପଚୁପ୍ ଖାଇଥିଲୁ। ତାପରେ ଅଜାଙ୍କୁ ପାଇକି ମୋ ଝିଅ ମନ ଭାରି ଖୁସି। ତାପରେ ଆମେ ଟିକେ ଚାଲିଲୁ ବଜାର ଆଡ଼େ ମେଢ଼ ଦେଖିବା ପାଇଁ। ତାପରେ ମୋ ଝିଅ ଯାଇକି ତା ସାଙ୍ଗ ହାତୀ ସହିତ ଟିକେ ଫଟୋ ଭିଡ଼ିଓ କ୍ଲିକ୍ କରିଦେଲା। ତାପରେ ଆମେ ସବୁ ବୁଲାବୁଲି କରିକି ମେଢ଼ ଏମିତି ଦେଖୁଥିଲୁ। ଯେହେତୁ ଦିନ ଥିଲା ଲୋକ ଟିକେ କମ୍ ଥିଲେ ତ ଆମେ ଟିକେ ଗାଡ଼ିରେ ବୁଲାବୁଲି କରିକି କିଛିଟା ମେଢ଼ ଦେଖିଦେଇଥିଲୁ। ତାପରେ ଧୀରେ ଧୀରେ ରାତି ବଢ଼ିଲା, ଗହଳି ବି ମାନେ ଭିଡ଼ ବି ବଢ଼ିଲା। ତାପରେ ଗୋଟେ ଜାଗାରେ ଆମେ ଗାଡ଼ିକୁ ଥୋଇ ଦେଇକି ଆମେ ଚାଲିଲୁ ଆଗକୁ। ତାପରେ ଆମେ ଗଲା ପରେ ଟିକେ ସମୟ ଅଜା ନାତୁଣୀଙ୍କର ଗୋଟେ ଜିଦି ଆମେ ଭୂତ ପାଖରେ ଭିଡ଼ିଓ କରିବୁ। ତାପରେ ଏପଟେ ଆମେ ମେଢ଼ ଟିକେ ଦେଖିଦେଇକି ଆଗକୁ ଚାଲିଲୁ ଆଉ। ତ ତାପରେ ଆପଣମାନେ ଦେଖିପାରୁଥିବେ ଏଇ ବର୍ଷ ଅନୁଗୁଳରେ ଏତେ ସୁନ୍ଦର Oh my ମାନେ ମେଢ଼ god. ଲାଇଟ୍ ସବୁ କିଛି ବହୁତ ବଢ଼ିଆ ସେ ସଜା ହେଇଥିଲା। ସବୁ ବର୍ଷ ତ ଆମେ ଏମିତି ଆସୁ କିନ୍ତୁ ଏଇ ବର୍ଷ ବହୁତ ବଢ଼ିଆ ହେଇଥିଲା। ବହୁତ ଭିଡ଼ ମଧ୍ୟ ଥିଲା। ଆପଣମାନେ ଏଇ ଭିଡ଼ିଓରେ ଲୋକଙ୍କର ଅନୁମାନରୁ ଜାଣିପାରୁଥିବେ କେତେ ଲୋକ ହେଇଥିଲେ। ଆଉ ଯେଉଁମାନେ ବି ଆସିଥିଲେ ଅନୁଗୁଳ ଲକ୍ଷ୍ମୀ ପୂଜା ଦେଖି ଆପଣମାନେ ସମସ୍ତେ ଜାଣିଥିବେ। ତାପରେ ମାର୍କେଟ ଭିତରେ ଥିବା ଶ୍ରୀମଙ୍ଗଲମ୍ ଷ୍ଟୋରରେ ପୁରା ଭିଡ଼ ଲାଗିଥିଲା। ତାପରେ ସେଠି ମାଡ଼ ଆଉ ଏପଟେ ଗୋଟେ ବଢ଼ିଆ ଜାଗାଟେ ଥିଲା ସେଠି ଫ୍ରକ୍ ଝିଣ୍ଟିକା ଏମିତି ବହୁତ ସାରା ଜିନିଷ ଥିଲା। ମୋ ଝିଅର ସେଇଟା ବହୁତ ବଢ଼ିଆ ଦେଖିବା ପାଇଁ ତାର ଇଣ୍ଟରେଷ୍ଟ ଥିଲା ତ ସେ ଦେଖିଦେଇଥିଲୁ। ତାପରେ ଅଜାଙ୍କର କାମ ନାତିକି ଧରିବା। ତାପରେ ମୋ ଝିଅ ଏଠି ବାଣ ଟିକେ ପାଇକି କେତେ ଖୁସି। ତାପରେ ଆମ ଗାଁ ଲୋକ ଟିକେ ଦେଖା ହେଇଯାଇଥିଲି ସେମାନଙ୍କ ସହିତ ଟିକେ ଭିଡ଼ିଓ କରିଦେଇକି ତାପରେ ଆମେ ପଳାଇଥିଲୁ ଜୁସ୍ ଷ୍ଟଲ୍କୁ। ତାପରେ ଆମେ ମାନେ ସମସ୍ତେ ଟିକେ ଜୁସ୍ ଖାଇଦେଇଥିଲୁ କ'ଣ ପାଇଁ ନା ସବୁଦିନ ଏମିତି ଆଜେ ବାଜେ ଜିନିଷ ଖାଇକି ପୁରା ବିରକ୍ତ ଲାଗିଲା ତ ଜୁସ୍ ଟିକେ ପିଇ ଦେଇକି ଆମେ ଘରକୁ ରିଟର୍ନ କରିଥିଲୁ। ଦେଖୁନାହାନ୍ତି ମୋ ଝିଅ କେମିତି ମୋ